ପରିଡ଼ା ଘର ନୂଆ ଗାଁ। ଲଭ୍ ମ୍ୟାରେଜ୍ ଜୁଣିଆ ମନ୍ଦିରରେ ବାହାର ହେଇଥିଲା ପୁଅର ଝିଅର। ଆଉ କାଲି ହେଉଛି ସନ୍ଧ୍ୟାବେଳେ ଝିଅ କଥା ହେଇଥିଲା ଭଲ। ଆଉ ତାପରେ ରାତି 12ଟା ବେଳେ ଖବର ପାଇଲି ଆଉ ଖବର ପାଇଲି ଯେ ଏରଙ୍କ ଝିଅ ମରିଯାଇଛି। କିଏ ମାରିଛି ନା ଜଇଁ ମାରିଦେଇଛି, ଜଇଁ ବି ମରିଯାଇଛି। ନା ଆଗରୁ ଗଣ୍ଡଗୋଳ ଫଣ୍ଡଗୋଳ କିଛି ନା, ନା କିଛି ସନ୍ଦେହ ନୁହେଁ। ଆଜ୍ଞା ଆଗୁ ସାର୍ କିଛି ନା ନର୍ମାଲ। ମହାଦୀପୁର ଆମ ଘର। ଆଉ ମୁଁ ସମୁଦ୍ରକୁ ଯାଇଥିଲି, ବୋଉ ଭାତ ଦେଲା ଖାଇକି 8ଟା ସାଢ଼େ 8ଟା ଭିତରେ ଗନି, 9ଟା ଭିତରେ ହେଇପାରେ। ଆଉ ଆସିଲା ବେଳକୁ 11ଟା ହେଲାଣି। ଆସିଲା ବେଳକୁ ମୁଁ ଗୋଡ଼ ହାତ ସାଇକେଲ ରଖିଦେଇକି ଗୋଡ଼ ହାତ ଶୋଇକି ଘର ଶୋଇଲି। ନାତୁଣୀ କାନ୍ଦିଲା, ସେତେ 12ଟା ହେଲାଣି। ମୁଁ ଯିବା ବେଳକୁ ମୋ ସ୍ୱାମୀକି ମୋ ଭାଉଜାକୁ ଡାକି ନେଇକି ଯିବା ବେଳକୁ ମୋ ବୋଉ ତଳେ ପଡ଼ିଛି, ଆଉ ପୁଅ ନାହିଁ। ଏକର ଘର ଖୋଲା, ସେକଡ଼ ବି କବାଟ ଖୋଲା। ଆଉ ଦେଖିନି ଯେ ମୁଁ ନାତୁଣୀ ଧିନି ଆସିକି ମୁଁ ଯାଇକି ଭାଇକି ଡାକିକି ଆଣିନି। ମୋ ଭାଇକି ମୋ ପୁତୁରାକୁ ଡାକିକି ଆଣିନି। ଡାକି ଆଣିଲା ପରେ ଭାଇ ମଧ୍ୟ ସେକଡ଼କୁ ଚାଲିଗଲା। ଯିବା ବେଳକୁ ଆମ୍ବ ଗଛ ମୁଁ ଜାଣିବି କେମିତି ସାର୍? ମୋ ନାଁ ହେଉଛି ଲକ୍ଷ୍ମୀପ୍ରିୟା ପରିଡ଼ା, ମୋ ଝିଅର ଭାଉଜ। ଆଜ୍ଞା ଆମେ ଭାବୁଛୁ କିନ୍ତୁ ସେ ଜୁଇଁ ମାରିଛି ତାକୁ, କିନ୍ତୁ ଏତିକି ଚାହୁଁଛୁ ଆଉ ଜାଣିଛୁ। ଆଉ ସେ କେମିତି ମରିଛନ୍ତି, କେଉଁ ଅବସ୍ଥାରେ ମରିଛନ୍ତି ଆମେ କିନ୍ତୁ ଆଖିରେ ଦେଖିନୁ। ନା ସେଇଟା ବି ଆମେ ଜାଣିନୁ, କିନ୍ତୁ ମୋର ବି କିଛି ବି ଡାଉଟ୍ ନାହିଁ।